ମିନୁ ଚଢ଼େଇ, ରାନୀ କାଉ ଆଉ ଲୁସି ପାରା ବହୁତ ଭଲ ସାଙ୍ଗ ଥିଲେ। ସେମାନେ ସବୁବେଳେ ଗୋଟିଏ ଗଛ ଉପରେ ବସି କଥାବାର୍ତ୍ତା ହେଉଥିଲେ। ଦିନେ ବୁଲବୁଲ ଜୋରେ ଉଡ଼ିକି ସେଠାକୁ ଆସିଲା। ଆରେ ଆରେ ସାଙ୍ଗମାନେ, ତମେ ଜାଣିଛ ଆମ ଜଙ୍ଗଲରେ ଏବେ ରାତିରେ କଣ ହେଉଛି? ଆରେ କଣ ହେଇଛି? ତୁ ଏତେ ଜୋରେ ଉଡ଼ିକି କୋଉଠୁ ଆସିଲୁ? ଆରେ ମିନୁ ଭଉଣୀ, ତମେ ଜାଣିଛ ଆମ ଜଙ୍ଗଲକୁ ଗୋଟେ ଡାହାଣୀ ଆସିଛି। ସିଏ ରାତିରେ ସମସ୍ତଙ୍କ କବାଟ ବାଡ଼ଉଛି, ଆଉ ଯିଏ ବି ଘରୁ ବାହାରକୁ ଯାଉଛି ସେ ତାକୁ ତା ସହ ନେଇ ଯାଉଛି। ଆରେ ବୁଲବୁଲ, ଇଏ ତୁ କଣ କହୁଛୁ? ସତ କହୁଛୁଟି? ଆରେ ରାନୀ ଭଉଣୀ, ମୁଁ ମିଛ କାହିଁକି କହିବି? କାଲି ମିଟୁ ଭାଇର ପୁଅ ବିଟୁକୁ ସେ ଡାହାଣୀ ଉଠେଇକି ନେଇଯାଇଛି। ସେଥିପାଇଁ କେହି ବି ରାତିରେ ଘରୁ ବାହାରିବନି। ଏହା କହି ବୁଲବୁଲ ସେଠାରୁ ଚାଲିଯାଏ। ମିନୁ, ରାନୀ, ଲୁସି ବି ନିଜ ନିଜ ଘରକୁ ଚାଲିଯାଆନ୍ତି। ରାତିରେ ରାନୀ ଆଉ ତା ପୁଅ ଜଗୁ ଘରେ ଆରାମସେ ଶୋଇଥିଲେ। ଅଧରାତିରେ ତାଙ୍କ ଘର କବାଟ କିଏ ଜୋରେ ଜୋରେ ବାଡ଼େଇବାକୁ ଲାଗେ। ରାନୀର ନିଦ ଅଚାନକ ଭାଙ୍ଗିଯାଏ। ଆରେ ଏତେ ରାତିରେ ମୋ ଘର କବାଟ କିଏ ବାଡ଼ଉଛି ନା କଣ? ନା, ମୁଁ ବୋଧେ ସ୍ୱପ୍ନ ଦେଖୁଛି। ଯଦି କାହାର ଦରକାର ଥିବ ସେ ଆଉ ଥରେ କବାଟ ବାଡ଼େଇବ। ଯାଉଛି ଶୋଇ ପଡ଼ିବି। ଏହା କହି ରାନୀ ଶୋଇ ପଡ଼େ। କିଛି ସମୟ ଯାଇଛି, ପୁଣି ଥରେ କିଏ କବାଟ ବାଡ଼େଇବାକୁ ଲାଗେ। ରାନୀ ଯେମିତି କବାଟ ଖୋଲିଛି, ସେ ଦେଖେ ବାହାରେ କେହି ବି ନାହାନ୍ତି। ଆରେ ଏଠି ତ କେହି ବି ନାହାନ୍ତି। କିଏ ମୋ ସହ ମଜାକ କରୁଛି ନା କଣ? ଆରେ ହଁ, ମନେ ପଡ଼ିଲା। ସେ ବୁଲବୁଲ କହୁଥିଲା ଜଙ୍ଗଲରେ ଗୋଟେ ଡାହାଣୀ ବୁଲୁଛି। ସେ ସମସ୍ତଙ୍କ କବାଟ ବାଡ଼ଉଛି। ଯାଉଛି ଶୋଇ ପଡ଼ିବି ଲୋ ମା। ଏହା କହି ରାନୀ କବାଟ ବନ୍ଦ କରି ଶୋଇ ପଡ଼େ। ସକାଳୁ ରାନୀ ଯାଇ ତା ସାଙ୍ଗମାନଙ୍କୁ ସବୁ କଥା କୁହେ। ରାନୀ, ତୁ ଆମକୁ ମିଛ କଥା କହିକି ଡରଉଛୁ ନା? ନାଇଁ ମିନୁ, ମୁଁ ମିଛ କାହିଁକି କହିବି? ସତରେ କାଲି 2 ଥର କିଏ ଆସିକି ମୋ କବାଟ ବାଡ଼େଇଲା। ସେଇ ଡାହାଣୀ ମୋ କବାଟ ବାଡ଼େଇଛି। ସତ କହୁଛି ମୁଁ। ନାଇଁ ରାନୀ, ତୁ ବୋଧେ ସ୍ୱପ୍ନ ଦେଖିଛୁ। ସେଥିପାଇଁ ତୁ ବହୁତ ଡରି ଯାଇଛୁ। ଆଜିକାଲି ଦୁନିଆରେ ଡାହାଣୀ ଆଉ ନାହାନ୍ତି। ଆରେ ମୁଁ ସତ କହୁଛି। ତମର ମୋ କଥା ବିଶ୍ୱାସ ହେଉନି ନା? ହଉ, ଯେତେବେଳେ ଡାହାଣୀ ଆସିକି ତମ କବାଟ ବାଡ଼େଇବ ତାପରେ ତମେ ଜାଣିବ। ଏହା କହି ରାନୀ ସେଠାରୁ ଚାଲିଯାଏ। ସେଦିନ ରାତିରେ ଲୁସି ତା ପୁଅ ଟିକି ସହ ଶୋଇଥିଲା। ଅଧରାତି ହେଇଛି, ତା ଘର କବାଟ କିଏ ଜୋରେ ଜୋରେ ବାଡ଼ାଏ। ଲୁସିର ନିଦ ଭାଙ୍ଗିଯାଏ। ଆରେ ଏତେ ଜୋରେ କବାଟ କିଏ ବାଡ଼ଉଛି? ଲାଗୁଛି କିଏ ବୋଧେ ସାହାଯ୍ୟ ମାଗୁଛି। ଯାଉଛି କବାଟ ଖୋଲିକି ଦେଖିବି। ଲୁସି ଯେମିତି କବାଟ ଖୋଲେ, ସେ ଦେଖେ ବାହାରେ କେହି ବି ନାହାନ୍ତି। ତାପରେ ସେ କବାଟ ବନ୍ଦ କରିକି ଶୋଇ ପଡ଼େ। ସେ ଯେମିତି ଶୋଇଛି, ପୁଣି ଥରେ କିଏ କବାଟ ବାଡ଼େଇବାକୁ ଲାଗେ। ଲୁସି ପୁଣି ଥରେ କବାଟ ଖୋଲେ। ସେ ଦେଖେ ଗୋଟେ ଡାହାଣୀ ଆକାଶରେ ଉଡ଼ି ଉଡ଼ି ଯାଉଛି। ଆରେ ହଁ ତ, ରାନୀ ଯାହା କହୁଥିଲା ସେଇଟା ସତ। ଇଏ ତ ଗୋଟେ ଡାହାଣୀ ଯିଏକି କବାଟ ବାଡ଼ଉଥିଲା। ମା, ଏତେ ଜୋରେ ଆମ କବାଟ କିଏ ବାଡ଼ଉଥିଲା? ଆରେ ପୁଅ, ଗୋଟେ ଡାହାଣୀ ଏବେ ଆମ ଘର କବାଟ ବାଡ଼ଉଥିଲା। ସେ ସମସ୍ତଙ୍କ ଘର କବାଟ ଯାଇକି ବାଡ଼ଉଛି। ତୁ ଶୋଇପଡ଼େ। କଣ ମା, ଡାହାଣୀ? ଏବେ ତ ମତେ ଆଉ ନିଦ ହେବନି। ତୁ ଆସେ, ମୋ ପାଖରେ ଶୋଇବୁ। ହେ ଭଗବାନ, ଏବେ କଣ ହେବ? ସେଦିନ ରାତିରେ ସେ ମା ପୁଅ ଆଉ ଶୁଅନ୍ତି ନାହିଁ। ସକାଳୁ ସେମାନେ ରାନୀ ଆଉ ମିନୁକୁ ସବୁ କଥା କୁହନ୍ତି। ଆରେ ଲୁସି, ମୁଁ ସେଦିନ କଣ କହୁଥିଲି? ସେଦିନ ତମେ ମାନେ ମୋ କଥା ବିଶ୍ୱାସ କଲନି। କିନ୍ତୁ ମୁଁ ସେ ଡାହାଣୀକୁ ଦେଖିନି। ତୁ କିନ୍ତୁ ଦେଖିଲୁ। ସେ ଗୋଟେ ଭୟଙ୍କର ଡାହାଣୀ। କିନ୍ତୁ ସେ ଏଠାକୁ କଣ ପାଇଁ ଆସୁଛି ଆଉ କବାଟ ବାଡ଼ଉଛି କାହିଁକି? ଶୁଣ, ଆଜି ରାତିରେ ସମସ୍ତେ ମୋ ଘରକୁ ଆସିବ। ଦେଖିବା, ସେ ଡାହାଣୀ ଯଦି ମୋ ଘର କବାଟ ବାଡ଼େଇବ, ଆମେ ତାକୁ ଭଲ ମଜା ଶିଖେଇବା। ରାତିରେ ସମସ୍ତେ ମିନୁ ଘରେ ଜମା ହୁଅନ୍ତି ଆଉ ଡାହାଣୀ ଆସିବାର ଅପେକ୍ଷା କରନ୍ତି। ଅଧରାତି ହେଇଛି, ମିନୁ ଚଢ଼େଇର କବାଟ କିଏ ଜୋରେ ଜୋରେ ବାଡ଼ାଏ। ସମସ୍ତେ ବହୁତ ଡରିଯାଆନ୍ତି।
ମିନୁ ଯାଇ ଝରକା ପଟେ ଦେଖେ ତା ଘର ଆଗରେ ଗୋଟେ ଡାହାଣୀ ଠିଆ ହେଇଛି। କବାଟ ଖୋଲ, କବାଟ ଖୋଲ, ମତେ ତମ ପିଲାମାନଙ୍କୁ ଦିଅ, ମୁଁ ସେମାନଙ୍କୁ ମୋ ସହ ନେଇଯିବାକୁ ଆସିଛି, ମୁଁ ସେମାନଙ୍କ ସହ ଖେଳିବାକୁ ଚାହୁଁଛି। ଆରେ ଇଏ ତ ଆମ ପିଲାମାନଙ୍କୁ ନେବାକୁ ଆସିଛି, ଆମେ ଏବେ କଣ କରିବା? ଶୁଣ, ଏ ଡାହାଣୀ ଏମିତି ଯିବନି, ଆମେ ଚାଲ ଗୋଟେ କାମ କରିବା, ଆମେ ସେ କବାଟ ପାଖରେ ଯାଇ ହନୁମାନ ଚାଳିଶା ପଢିବା, ଦେଖିବ ସେ ଡାହାଣୀ ଆଉ ଏଠାକୁ କେବେ ବି ଆସିବନି। ତାପରେ ସେମାନେ ଯାଇ କବାଟ ପାଖରେ ବସି ହନୁମାନ ଚାଳିଶା ପଢିବାକୁ ଲାଗନ୍ତି। ଡାହାଣୀ ଯେମିତି ହନୁମାନ ଚାଳିଶା ଶୁଣିଛି ସେ ଛଟପଟ ହେବାକୁ ଲାଗେ, ଆଉ ସେ ଜଙ୍ଗଲ ଛାଡି ସବୁଦିନ ପାଇଁ ସେଠାରୁ ଚାଲିଯାଏ। ତାପରେ ସବୁ ପକ୍ଷୀ ଆଗ ଭଳି ଖୁସି ଖୁସି ରହିବାକୁ ଲାଗିଲେ। ଗୋଟିଏ ଦିନ ରାତିରେ କାଳୁ କାଉକୁ ବହୁତ ଜୋରେ ମୁତ ଲାଗିଲା, ଆଉ ସେ ଘର ବାହାରକୁ ଆସିଲା, ଆଉ ତା ଘର ପାଖରେ ଥିବା ଗଛ ଉପରେ ମୁତିବାକୁ ଲାଗିଲା। ଓହୋ, କେତେ ଜୋରେ ମୁତ ଲାଗୁଥିଲା, ଆଉ ଟିକେ ସମୟ ଚାପିକି ରଖିଥିଲେ ମୋ ପେଟ ଫାଟି ଯାଇଥାନ୍ତା। ଓହୋ, ଏବେ କି ଶାନ୍ତି ଲାଗୁଛି। ଏହା କହି କାଳୁ କାଉ ଶୋଇବାକୁ ଚାଲିଗଲା। ସେଇ ଗଛରେ ଗୋଟିଏ ଡାହାଣୀ ରହୁଥିଲା। ମୁତୁରା ଗନ୍ଧ ହେବାରୁ ସେ ବାହାରକୁ ଆସିଲା। ହେ ବୋଉ, କି ଗନ୍ଧ ଲୋ ମା, ଛି ଛି, ଦିନ ବେଳେ ପୋକଡା କୁକୁର ଗୁଡାକ ଆସିକି ମୁତୁଛନ୍ତି, ଆଉ ରାତିରେ ମଦୁଆ କାଳୁ କାଉ ଆସିକି ମୁତୁଛି। ନା, ଆଉ ଏ ଗଛରେ ରହି ହେବନି, ଯାଉଛି ନଈରୁ ପାଣି ଆଣିକି ଆସିବି, ଆଉ ଏ ଗଛ ମୂଳେ ଢାଳିବି, ନହେଲେ ଆଉ ରହି ହେବନି। ଏହା କହି ଡାହାଣୀ ଗୋଟିଏ ମାଠିଆ ନେଇ ନଈରୁ ପାଣି ଆଣିବାକୁ ଗଲା, ଆଉ କିଛି ସମୟ ପରେ ପାଣି ଆଣି ସେଠାକୁ ଆସିଲା, ଆଉ ଗଛ ମୂଳେ ଢାଳିବାକୁ ଲାଗିଲା। ଓହୋ, ଏବେ ଯାଇ ସେ ଗନ୍ଧ ଗଲା। ଏତେ ବାଟରୁ ପାଣି ଆଣିକି ବହୁତ ଥକି ଗଲି, ଯାଉଛି ଟିକେ ଆରାମ କରିବି। ଏହା କହି ଡାହାଣୀ ସେ ଗଛ ଭିତରେ ପଶିଗଲା। ସକାଳେ କାଳୁ କାଉ ଦେଖିଲା ତା ଘର ଆଗରେ ବହୁତ ସାରା ପାଣି ପଡିଛି। ଆରେ, ମୋ ଘର ଆଗରେ ଏତେ ପାଣି କୁଆଡେ ଆସିଲା? ଲାଗୁଛି ରାତିରେ କିଏ ଆସିକି ମୋ ଘର ଆଗରେ ମୁତିକି ଯାଇଛି। ରହ, ଆଜି ରାତିରେ ଜଗିକି ବସିବି, ଆଉ ଦେଖିବି କିଏ ମୋ ଘର ଆଗରେ ଆସିକି ମୁତୁଛି। ଏହା କହି କାଳୁ କାଉ ନିଜ କାମରେ ଚାଲିଯାଏ। ରାତିରେ କାଳୁ କାଉ ତା ଘର ଆଗରେ ଗୋଟେ ବାଡ଼ି ଧରି ଜଗିକି ବସିଲା। ଆଜି ମୁଁ ରାତି ସାରା ଏଇଠି ଜଗିକି ବସିବି, ଆଉ ଦେଖିବି କିଏ ମୋ ଘର ଆଗରେ ଆସିକି ମୁତୁଛି। ଆଜି ତା ରଙ୍ଗ ଭଲସେ ଛଡେଇ ଦେବି। ଏହା କହି କାଳୁ କାଉ ସେଇଠି ଜଗିକି ବସିଲା। ଏମିତି ରାତି ଅଧ ହେଇଗଲା, କେହି ବି ନ ଆସିବାରୁ କାଳୁ କାଉ ଘରକୁ ଯିବାକୁ ଭାବିଲା। ଲାଗୁଛି ସେ ବୋଧେ ଜାଣିଗଲା ମୁଁ ଆଜି ଜଗିକି ବସିବି ବୋଲି, ସେଥିପାଇଁ ସେ ଆସିଲାନି। ଯାଉଛି ମୁତିକି ଶୋଇ ପଡିବି। ଲା 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 ଲା। ଓହୋ, କି ଶାନ୍ତି, ଯାଉଛି ଆରାମସେ ଶୋଇ ପଡିବି। ଏହା କହି କାଳୁ କାଉ ଘରକୁ ଯାଇ ଶୋଇ ପଡିଲା। କାଳୁ ଗଲା ପରେ ଡାହାଣୀ ଗଛ ଭିତରୁ ବାହାରକୁ ଆସିଲା, ଆଉ ଆଗ ଭଳି ମାଠିଆ ନେଇ ନଈକୁ ପାଣି ଆଣିବାକୁ ଗଲା, ଆଉ ପାଣି ଆଣି ସେ ଗଛ ମୂଳେ ଢାଳିଲା। ନା ନା ନା, ଏଠି ଆଉ ରହି ହେବନି, ଏ କାଳୁ କାଉ କେବେ ବି ସୁଧୁରିବନି। ଏତେ ପାଣି ଢାଳିଲା ପରେ ବି ଏ ଗନ୍ଧ ଯାଉନି, ଯାଉଛି ଆଉ ଥରେ ପାଣି ଆଣିକି ଢାଳିବି। ଏହା କହି ଡାହାଣୀ ପୁଣି ଥରେ ପାଣି ଆଣିବାକୁ ଗଲା, ଆଉ ପାଣି ଆଣି ସେ ଗଛ ମୂଳେ ଢାଳିଲା। ଏମିତି ସେ ରାତି କଟିଲା। ସକାଳୁ କାଳୁ କାଉ ପୁଣି ଥରେ ତା ଘର ଆଗରେ ପାଣି ଦେଖି ବହୁତ ରାଗିଗଲା। ଆରେ, ପୁଣି ଥରେ କିଏ ପାଣି ଢାଳିଲା? ତାହେଲେ କାଲି ରାତିରେ ମୁଁ ଯେତେବେଳେ ଶୋଇବାକୁ ପଳେଇଲି ସେତିକି ବେଳେ କିଏ ଆସିକି ଏଠି ପାଣି ଢାଳିକି ଯାଇଛି। ରହ, ଆଜି ପୁରା ରାତି ସାରା ଅନେଇକି ରହିବି, ଆଉ ତା ରଙ୍ଗ ଛଡେଇ ଦେବି। ରାତିରେ କାଳୁ କାଉ ପୁଣି ଥରେ ଜଗିକି ବସିଲା। ଅଧରାତି ହେଇଛି, କାଳୁକୁ ପୁଣି ଥରେ ମୁତ ଲାଗିଲା।
ସେ ଯାଇ ସେ ଗଛ ମୂଳେ ମୁତିବାକୁ ଲାଗିଲା। ଆଜି ମୁଁ ଆଉ ଘରକୁ ଯିବିନି, ଦେଖିବି ମୋ ଘର ଆଗରେ କିଏ ପାଣି ଢାଳୁଛି। କାଳୁ ଯେମିତି ମୁତିକି ଯାଇଛି, ସେ ଡାହାଣୀ ସେ ଗଛ ଭିତରୁ ବାହାରିଲା ଆଉ ମାଠିଆ ନେଇ ପାଣି ଆଣିବାକୁ ଗଲା। ଆରେ ଏ ସ୍ତ୍ରୀ ଲୋକଟା କିଏ? ଆଉ ଇଏ ମାଠିଆ ନେଇ କୁଆଡେ ଯାଉଛି? ଲାଗୁଛି ଏଇ ବୋଧେ ମାଠିଆରେ ପାଣି ଆଣି ଏଠି ଢାଳୁଛି। ରହ, ଆଜି ଏ ସ୍ତ୍ରୀ ଲୋକକୁ ଭଲସେ ପାନେ ଦେବି। କିଛି ସମୟ ପରେ ଡାହାଣୀ ପାଣି ଆଣିକି ଆସିଲା ଆଉ ସେ ଗଛ ମୂଳେ ପାଣି ଢାଳିଲା। ଏହା ଦେଖି କାଳୁ କାଉ ବହୁତ ରାଗିଗଲା ଆଉ ଗୋଟେ ବାଡ଼ି ଧରି ଡାହାଣୀକୁ ପଛପଟୁ ବାଡେଇବାକୁ ଲାଗିଲା। କିଏ କିଏ ମତେ ମାରୁଛି? ରହିଯା ରହିଯା, ନହେଲେ କିଛି ଭଲ ହେବନି। ଏହା କହି ଡାହାଣୀ ପଛକୁ ବୁଲି ପଡିଲା। ଡାହାଣୀର ଭୟଙ୍କର ମୁହଁ ଦେଖି କାଳୁ କାଉ ବହୁତ ଡରିଗଲା। ମୋର ଭୁଲ ହେଇଯାଇଛି, ମୋର ଭୁଲ ହେଇଯାଇଛି, ମତେ କ୍ଷମା କରିଦିଅ। ତମେ ଡାହାଣୀ ବୋଲି ମୁଁ ଜାଣିନଥିଲି, ମତେ ଛାଡି ଦିଅ। ମୁଁ ଭାବିଲି କିଏ ଆସିକି ମୋ ଘର ଦୁଆରେ ପାଣି ଢାଳୁଛି, ମତେ ଛାଡି ଦିଅ। ହଇରେ, ତୋର ଏତେ ସାହସ? ତୁ ଆସିକି ମତେ ମାରୁଛୁ? ତୋ ଯୋଗୁ ମୁଁ ଏଠି ଟିକିଏ ଶାନ୍ତିରେ ରହିପାରୁନି। ରାତିରେ ଆସିକି ମୁତି ଦଉଛୁ ଆଉ ମୁଁ ପାଣି ଢାଳୁଛି, ଆଉ ତୁ ମତେ ଆସିକି ବାଡଉଛୁ। ହଉ, ମୁଁ ଆଉ କେବେ ବି ଏମିତି ମୁତିବିନି। ତମେ ଏଇ ଗଛରେ ରୁହ, ମୁଁ ଆଉ ସେମିତି କରିବିନି। ମୋର ଭୁଲ ହେଇଯାଇଛି। ହଉ ଠିକ ଅଛି, ଏଇଟା ତୋ ଗଛ ବୋଲି ମୁଁ ତତେ ଆଜି ଛାଡି ଦେଉଛି। ଆଉ ଯଦି ଥରେ ଏ ଗଛ ମୂଳରେ ମୁତିଥିବୁ, ମୁଁ ତୋର ମୁତ ବନ୍ଦ କରିଦେବି। ଏଇଟା ଯେମିତି ମନେ ରୁହେ। ହଁ ହଁ, ଆଉ ମୁଁ କେବେ ବି ଏଠି ମୁତିବିନି। ମୁଁ ଏବେ ଆସୁଛି। ଏହା କହି କାଳୁ କାଉ ନିଜ ଘରକୁ ଚାଲିଗଲା ଆଉ ସେହି ଦିନଠୁ ସେହି ଗଛ ମୂଳରେ ଆଉ ମୁତିଲା ନାହିଁ।